ମୋ ନାଁ ସରୋଜ କୁମାର ରାଉତ। ମୁଁ ଭବନ ହାଟ ବ୍ୟବସାୟ ସଂଘର ଉପସଭାପତି। ଗଣେଶ ପୂଜାର ମଧ୍ୟ କର୍ତ୍ତା ତ ଅଛି। ଆପଣ ଦେଖୁଥିବେ ତ ଆମ କେମିତି ଜାକଜମକରେ ସବୁ ହେଇଛି। ବର୍ତ୍ତମାନ ପ୍ରଥମ ଫେଜ୍ରେ ପୂଜାଟା ସରିଛି। ଆଉ ଆମର ଲାଇଟ୍ର ଆଲୋକୀକରଣ କେମିତି କରାଯାଇଛି, ରାସ୍ତାଘାଟ ସବୁ ଦେଖୁଥିବେ, ତୋରଣର ବି ସେମିତି ହେଇଛି। ଆଉ ବର୍ତ୍ତମାନ ସବୁଦିନ ଆମର ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି। ପାଲା ଗୋଟେ ରାତି ଅଛି, ଭଜନ ଅଛି, ଆଉ ମେଲୋଡି ବି 4 ରାତି ଅଛି। ଆଉ ଗୋଟେ ଅନ୍ନ ପ୍ରସାଦ 3-4 ହଜାର ଲୋକଙ୍କ ପାଇଁ କରାଯାଇଛି। ଧୁମଧଡ଼କରେ ଆମର ଏଇଟା କରାହେଉଛି। ଆପଣ ଜାଣିଥିବେ ଆଗରୁ ବି 4 ନମ୍ବର ମାର୍କେଟର ଅଛି କେମିତି ପୂଜା କେମିତି ଅଛି। ଆପଣ ଜାଣିଥିବେ ଇଏ ଆକାରରେ ହୁଏ, ବଡ଼ ଆକାରରେ ଆମର ହୁଏ। ନୂଆ ଝଲକ ତୋରଣ ନୂଆ ଝଲକ ଏଇଟା କରାଯାଇଛି। ବମ୍ବେରେ ଗୋଟେ ଭଲ ଇଏର ମନ୍ଦିରର ଗୋଟେ ଇଏ କରାଯାଇଛି। ଆଉ ଏ ବର୍ଷ ସବୁଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ଅଛି। ଆଉ ମେଲୋଡି ଅଛି, ଭଜନ ଅଛି, ପାଲା ବି ରହୁଛି। ଆଉ ମୁଁ ଭୁବନେଶ୍ୱରବାସୀ ସମସ୍ତଙ୍କୁ ଅନୁରୋଧ କରୁଛି, ସମସ୍ତେ ଆସି ପୂଜାକୁ ଉପଭୋଗ କରନ୍ତୁ, ଦେଖନ୍ତୁ ଆଉ ଉପଭୋଗ କରନ୍ତୁ, ଜାଣନ୍ତୁ କିପରି ଆକାର କରାଯାଉଛି। ମୁଁ ଏଇଟା ବୋଧେ ଆମର 8-10 ବର୍ଷ ହେଲେ ଆମର ଯୋଉ ନୂଆ ସଂଘ ଯୋଉ ନୂଆ ସେକ୍ରେଟାରୀ ହେଲେ ତାଙ୍କ ଅମଳରୁ ଏଇଟା ଚାଲିଛି। କିନ୍ତୁ ଗୋଟେ ଏଥରିକ ଗୋଟେ ଆମେ ଆଣିଛୁ ବମ୍ବେର ଗୋଟେ ସେଇଟା ମନେ ପଡୁନି ଜଷ୍ଟ। ଏଟା ଆମେ ସବୁବେଳେ ନୂଆ ନୂଆ ଥିମ୍ କି ନେଇକି ଆସୁ। ଏଥର ପ୍ଲାଷ୍ଟିକ ମୁକ୍ତ, ନିଶା ମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣୀ। ଆମେ ଏଇ ଗୋଟିଏ ଥିମ୍ କି ଆମର ବିନା ନିଶାରେ ଭସାଣି ହବ, ବିନା ଡିଜେରେ ରୋଷଣୀ ହବ। ଆଉ ଆପଣଙ୍କର ଯୋଉ ସାଂସ୍କୃତିକ କାର୍ଯ୍ୟକ୍ରମ ହବ, କୋଉ କଳାକାର କୋଉଠୁ ଆସୁଛନ୍ତି? ଆମେ ରଖିଛୁ ଗୋଟେ ପାଲା ରଖିଛୁ, ଗୋଟେ ଆମ ସଂସ୍କୃତି ବଜାୟ ରଖିବା ପାଇଁ। ଆଉ ଗୋଟେ ଖାଦ୍ୟ ଭୋଜନର ବ୍ୟବସ୍ଥା ରଖିଛୁ ଏଠି ଅଞ୍ଚଳବାସୀଙ୍କ ପାଇଁ। ଆଉ ଏଠି କିଛି ମେଲୋଡି ଅଛି, ପାଲା ଅଛି, ଗୋଟେ ସାଂସ୍କୃତିକ ଲୋକ ନାଚ ବି ରଖିଛୁ। ଆପଣଙ୍କ ବଜେଟ କେମିତି କଣ ରହିଛି? ବଜେଟ ଆମର ହାଟ ଉପରେ ନିର୍ଭର କରେ। 10-15 ଲକ୍ଷ ଭିତରେ ଆମେ ବଜେଟ ରଖିଛୁ। ଆଉ